ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 243। ଜ୍ଞାନ 243 ପ୍ରଭୁ ଲେଖୁଛନ୍ତି, ଭଗବାନ ଯେତେବେଳେ ମନ୍ଦତମ ପ୍ରଲୋଭନ ଦେଖାନ୍ତି ସେତିକି ବେଳେ ହିଁ ସର୍ବୋତ୍ତମ ଭାବରେ ବାଟ ଦେଖାଇ ନେଇଥାନ୍ତି। ନିର୍ମମ ହୋଇ ଶାସ୍ତି ଦେଲା ବେଳେ ପ୍ରକୃତରେ ସମ୍ପୂର୍ଣ୍ଣ ଭାବରେ ଭଲ ପାଆନ୍ତି ଏବଂ ପ୍ରବଳ ଭାବରେ ବିରୋଧ କରୁଥିବା ବେଳେ ହିଁ ପରିପୂର୍ଣ୍ଣ ଭାବରେ ସାହାଯ୍ୟ କରୁଥାନ୍ତି। ଯଦି ଈଶ୍ୱର ଜ୍ଞାନ 244, ଯଦି ଈଶ୍ୱର ମନୁଷ୍ୟମାନଙ୍କୁ ପ୍ରଲୋଭନ ଦେଖାଇବାର ଦାୟିତ୍ୱଟିକୁ ବହନ କରିନଥାନ୍ତେ, ତେବେ ପୃଥିବୀ ଅତି ଶୀଘ୍ର ଛାରଖାର ହୋଇ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଆନ୍ତା। ଜ୍ଞାନ 245, ଆପଣା ଭିତରେ ପ୍ରଲୋଭିତ ହେବା ଲାଗି ବାଟ ଛାଡ଼ିଦିଅ, ଯେପରିକି ତହିଁରୁ ଆବଶ୍ୟକ ହେଉଥିବା ସଂଗ୍ରାମଟି ଦ୍ୱାରା ତୁମେ ନିଜର ନିମ୍ନମୁଖୀ ପ୍ରବୃତ୍ତିଗୁଡ଼ିକୁ ନିଃଶେଷ କରିଦେଇପାରିବ। ଜ୍ଞାନ 246, ଯଦି ଆପଣାର ବିଶୁଦ୍ଧିକରଣ ଲାଗି ତୁମେ ଭଗବାନଙ୍କୁ ବାଟ ଛାଡ଼ି ଦେଇପାରିବ, ତେବେ ସିଏ ଆତ୍ମନିଷ୍ଠ ଭାବରେ ତୁମ ଭିତରେ ରହିଥିବା ମନ୍ଦକୁ କାଢ଼ି ବାହାର କରିଦେଇପାରିବେ। ମାତ୍ର ଯଦି ତୁମେ ନିଜକୁ ନିଜେ ବାଟ ଦେଖାଇ ନେଇଯିବ ବୋଲି ଜିଦ୍ ଧରି ବସିବ, ତେବେ ତୁମେ ବାହାରର କେତେ ନା କେତେ ପାପ ଏବଂ କଷ୍ଟ ଭୋଗ ମଧ୍ୟରେ ଯାଇ ପତିତ ହୋଇଯିବ। ଜ୍ଞାନ 247, ଲୋକେ ଯାହା ସବୁକୁ ମନ୍ଦ ବୋଲି କହୁଛନ୍ତି, ତୁମେ ସେଗୁଡ଼ିକରୁ ପ୍ରତ୍ୟେକକୁ କଦାପି ମନ୍ଦ ବୋଲି କହ ନାହିଁ। ମାତ୍ର ଯାହାକୁ ପରମେଶ୍ୱର ବର୍ଜିତ କରି ରଖିଛନ୍ତି, ତୁମେ କେବଳ ତାହାକୁ ହିଁ ବର୍ଜନ କର। ଲୋକେ ଯାହା ସବୁକୁ ଭଲ ବୋଲି କହୁଛନ୍ତି, ତୁମେ ସେଗୁଡ଼ିକରୁ ପ୍ରତ୍ୟେକକୁ କଦାପି ଭଲ ବୋଲି କହିବ ନାହିଁ। ମାତ୍ର ପରମେଶ୍ୱର ଯାହାକୁ ଗ୍ରହଣ କରିନେଇଛନ୍ତି, ତୁମେ କେବଳ ତାହାକୁ ହିଁ ଗ୍ରହଣ କରିନେବ। ଏଇ ଯୋଉ ପାଞ୍ଚଟିର ଯୋଉ ଏକା ସାଙ୍ଗରେ ଲଖିଛନ୍ତି, ଯଦି ଆ ଭିତରୁ କୋଉ ଗୋଟାକୁ ଆପଣ ମିସ୍ କରିକିରି ଅନ୍ୟ ଗୁଡାକୁ ଧରିବେ, ତେବେ ଭୁଲ ଭଟକା ହବ। ତେଣୁ ଏକାଠି ସେଥିପାଇଁ ରଖାଯାଇଛି। ଜ୍ଞାନ 243ରେ ଯେତେବେଳେ କହିଲେ, ଭଗବାନ ଯେତେବେଳେ ମନ୍ଦତମ ପ୍ରଲୋଭନ ଦେଖାନ୍ତି ସେତିକି ବେଳେ ହିଁ ସର୍ବୋତ୍ତମ ଭାବରେ ବାଟ ଦେଖାଇ ନେଇଥାନ୍ତି। ନିର୍ମମ ହୋଇ ଶାସ୍ତି ଦେଲା ବେଳେ ପ୍ରକୃତରେ ସମ୍ପୂର୍ଣ୍ଣ ଭାବରେ ଭଲ ପାଆନ୍ତି ଏବଂ ପ୍ରବଳ ଭାବରେ ବିରୋଧ କରୁଥିବା ବେଳେ ହିଁ ପରିପୂର୍ଣ୍ଣ ଭାବରେ ସାହାଯ୍ୟ କରୁଥାନ୍ତି। ତା ପରପର ଗୁଡାକରେ ଯେତେବେଳେ ଆମେ ପଢିଲେ, ଆମେ ଦେଖୁଛନ୍ତି ଶେଷକୁ ଯେମିତି କହୁଛନ୍ତି ଯେ କାହାକୁ ବର୍ଜନ କରିବ, କାହାକୁ ଗ୍ରହଣ କରିବ, ଏବଂ ସବୁକୁ ତୁମେ ମନ୍ଦ କୁହ ନାହିଁ, ସବୁକୁ ତୁମେ ଭଲ କୁହ ନାହିଁ। ଏଇ ଯୋଉ ଡିଷ୍ଟିଂଗୁଇସନ, ପାର୍ଥକ୍ୟ ବୋଧ ଜ୍ଞାନ ଆମ ଭିତରେ ନାହିଁ। ସେଥିପାଇଁ ଆମକୁ ଆସ୍ପୃହା କରିବାକୁ ପଡିବ, ଯେପରି ପ୍ରକୃତ ପାର୍ଥକ୍ୟ ବୋଧ ମୁଁ କରିପାରେ। ସେଥିପାଇଁ ମଝିରେ ଗୋଟେ ଜାଗାରେ କହିଲେ, ଦେଖନ୍ତୁ, ଆପଣା ଭିତରେ ପ୍ରଲୋଭିତ ହେବା ଲାଗି ବାଟ ଛାଡ଼ିଦିଅ। ଯଦି ଏତିକି ବାଟ ଆପଣ ପଢିକିରି ଛାଡ଼ିଦେବେ, ତାହେଲେ କଥା ସରିଯିବ, ଆପଣ ପଥଭ୍ରଷ୍ଟ ହେଇଯିବେ, ବିପଦଗାମୀ ହେଇଯିବେ। କାହିଁକିନା ତାପରେ କହୁଛନ୍ତି, ତହିଁରୁ ଆବଶ୍ୟକ ହେଉଥିବା ସଂଗ୍ରାମଟି ଦ୍ୱାରା ତୁମେ ନିଜର ନିମ୍ନମୁଖୀ ପ୍ରବୃତ୍ତି ଗୁଡ଼ିକୁ ନିଃଶେଷ କରିଦେଇପାରିବେ। ତେଣୁ ଯେତେବେଳେ ଆମ ପାଖରେ ପ୍ରଲୋଭନ ଦେଖାଯାଏ ବା ଦେଖାନ୍ତି, କାହିଁକି ଦେଖାନ୍ତି? ସେତେ ମଝିରେ କହିଲେ, ଯଦି ଈଶ୍ୱର ମନୁଷ୍ୟମାନଙ୍କୁ ପ୍ରଲୋଭନ ଦେଖାଇବାର ଦାୟିତ୍ୱଟିକୁ ବହନ କରି ନଥାନ୍ତେ, ତେବେ ପୃଥିବୀ ଅତି ଶୀଘ୍ର ଛାରଖାର ହୋଇ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥାନ୍ତା। ମନୁଷ୍ୟର ଯେତେବେଳେ ପ୍ରାଣ ପ୍ରବୃତ୍ତି ସହିତ ମନ ପ୍ରବୃତ୍ତି ଆସି ପହଞ୍ଚିଛି, ସେତେବେଳେ ତା ପାଖରେ ପ୍ରଲୋଭନ କିଛି ନ ରହିଲେ ସେ କଣ ହଉଛି, ତାମସିକ ଜଡ଼ ସଦୃଶ ପଡ଼ିକି ରହିବ, ଆଗେଇବାର ନାଁ ଧରିବ ନାହିଁ। ତେବେ ମନ ପାଇକରି ମଧ୍ୟ ସିଏ ଆଗେଇବ କିପରି? ସେ ସେମିତି ପଡ଼ି ରହିବ ଜଡ଼ ଭଳି। ଏବଂ
ତା ପାଖରେ ଆପଣ ଦେଖନ୍ତୁ, ସେଇଥିପାଇଁ ବୋଧେ ଆପଣ ଅନେକ ଜାଗାରେ ଆପଣ ମାର୍କ କରିବେ, ପ୍ରଲୋଭନ ପାଇଁ ହିଁ କମ୍ପିଟିସନ ସବୁ ଆରମ୍ଭ ହୁଏ। ଯେତେବେଳେ ସେଥିପାଇଁ କୁହନ୍ତି ଗୋଟେ କମ୍ପିଟେଟିଭ ସ୍ପିରିଟ ବୋଲି କହନ୍ତି। ପ୍ରକୃତରେ କମ୍ପିଟେଟିଭ ସ୍ପିରିଟ ସେଇମାନଙ୍କ ପାଇଁ ଆବଶ୍ୟକ ପଡେ ଯୋଉମାନେ ଏପର୍ଯ୍ୟନ୍ତ ମନୁଷ୍ୟ ସ୍ତରରେ ରହିଛନ୍ତି। କାରଣ ମନୁଷ୍ୟ ସ୍ତରରେ ଥିବା ପର୍ଯ୍ୟନ୍ତ ଆମ ପାଖରେ କୌଣସି ଗୋଟିଏ ପାଇବାର ଆଶା ଯଦି ନାହିଁ, ତେବେ ମୁଁ କାମ କରେ ନାହିଁ। ଯେକୌଣସି ପ୍ରକାର ପାଇବା ହଉ, ଟିକେ ସ୍ନେହ ପାଇବା ହଉ, ଲୋକ ଟିକେ ଭଲ କହିବା ହଉ, ବା ମୋର ସ୍ୱାର୍ଥ ସାଧନ ହଉ, ଏଇଭଳି ଭାବରେ ଭିନ୍ନ ଭିନ୍ନ ସ୍ୱାର୍ଥ ସାଧନ ଯାହା ବି ହଉ, ଏ ସବୁ ଯାକ କିଛି ପାଇବାର ଆଶା ନଥିଲେ ମନୁଷ୍ୟ କାର୍ଯ୍ୟ କରିବା କ୍ୱଚିତ ଦେଖାଯାଏ। ତେଣୁ ପ୍ରଲୋଭନଟି ଆମ ପାଖରେ ଆସେ ବା ପ୍ରଲୋଭନ ଆମକୁ ଦେଖାଯାଏ। ଦେଖନ୍ତୁ, ସେଇ ଆଉ ଗୋଟେ କଥା ଦେଖିବେ, ଆମ ସମସ୍ତଙ୍କ ଭିତରେ ରେଜଲ୍ଟ ଯଦି ନାହିଁ, ତେବେ ଆମେ ସେ କଥା ଶୁଣୁନା। ଆମକୁ ଦରକାର ଆପଣ କରିକି ଦେଖେଇକି ପାଇଛି କି କିଏ, ତାହେଲେ ଆମେ ଯାଇ ସେ କାର୍ଯ୍ୟଟି କରୁ। ଏପରିକି ଆମେ ଏପରି ବି ଲୋକ ଆମେ ଦେଖିଛନ୍ତି ଏବଂ ଅନେକ ଲୋକ ଏସବୁ ଥାଆନ୍ତି, ସେ ଜାଣିଥିବେ, ଗ୍ରହଣ କରୁଥିବେ ଯେ ଏକ୍ସ ବା ୱାଇ ଉଚ୍ଚତମ ସ୍ତରର ବ୍ୟକ୍ତି, ଏକ୍ସ ବା ୱାଇ ଲେଖା ଅତି ଉଚ୍ଚତମ ସ୍ତରର ଲେଖା ଏବଂ ତାକୁ ତାହା ନିତ୍ୟାନ୍ତ ଆବଶ୍ୟକ ଜାଣିଥିବେ, ଗ୍ରହଣ କରୁଥିବେ, ମାନୁଥିବେ, କିନ୍ତୁ ନିଜେ ତାକୁ କାର୍ଯ୍ୟରେ ଲଗାନ୍ତି ନାହିଁ। ତାଙ୍କ ପାଖରେ ସେଇଠି ଆସେ, ଯଦି ପ୍ରଲୋଭନ ସେଥିରେ ନାହିଁ, ତେବେ ସେ କାର୍ଯ୍ୟ ସେ କରନ୍ତି ନାହିଁ। ଏତେ ଉଚ୍ଚତର ସ୍ତର ହଉ, ଯାହା ହଉ, ଯାହା ହେଇଥାଉ, କଣ ମିଳିବ? ସେ କହିବେ ଏତେ ଉଚ୍ଚ ସ୍ତରରୁ କଣ ମିଳିବ? ତାକୁ ନେଇକି କଣ ମୋ ତେଲ ଲୁଣ ସଂସାର ଚାଲିବ? ସେ ଏଇ ପ୍ରକାରର ବା ଏମିତି ଆହୁରି କେତେ କଥା ତାଙ୍କ ଭିତରେ ଆସେ ଏବଂ ସେମାନେ ଆମକୁ ଯୁକ୍ତି ଦେଖାନ୍ତି। ତେଣୁ ପ୍ରଲୋଭନ ଯିଏ ଦେଖାନ୍ତି, ସେଇ ଏକ ସମୟରେ ସର୍ବୋତ୍ତମ ବାଟ ସେ ଦେଖେଇ ନେଇଥାନ୍ତି। ଯେତେବେଳେ ପ୍ରଲୋଭନ ଆଣିଛନ୍ତି, କଣ କଲେ? ଆଗେଇ ନବା ପାଇଁ ଆମକୁ ଯେମିତି ଥୋପ ପକେଇଲା ଭଳିଆ ପକେଇଲେ। ତା ସହିତ ସିଏ ସେଉଠୁ କିପରି ସର୍ବୋତ୍ତମ ବାଟ ଦେଇକିରି ସର୍ବୋତ୍ତମ ପ୍ରୟାସରେ ସର୍ବୋତ୍ତମ ଲାଭ ପ୍ରାପ୍ତି ହବ। ଯଦି ଆମେ ଲାଭ ବି ଶବ୍ଦ ବ୍ୟବହାର କରିବା, ଯେତେବେଳେ ପ୍ରଲୋଭନ ଶବ୍ଦ ଆସୁଛି, ତାର ସବୁ ଯାକ ସିଏ ସରଞ୍ଜାମ ରେଡି କରି ରଖିଥାନ୍ତି। ବର୍ତ୍ତମାନ ହଉଛି, ସେ ଯୋଉ ଘରେ ତାକୁ ରଖିଛନ୍ତି, ଯୋଉ ଆମ ପାଇଁ ଯୋଉ ଯେମିତି କହନ୍ତି ମ୍ୟାଟେରିଆଲ ଗୁଡାକ, ତାକୁ ନିଜେ ଆଭେଲ କରିବାର ଅଛି। ଆପଣ ଯେତେବେଳେ ଗେମ୍ ଖେଳନ୍ତି ଦେଖିବେ, ତଳେ ସବୁ ଗୁଡାଏ ଆପଣଙ୍କୁ କଣ ହେଇଥାଏ ନା ଦେଇଥାଏ ସବୁ। କୋଉଠି ଗନ୍ ଦେଇଥିବ, କୋଉଠି ବୋମା ଦେଇଥିବ, କିମ୍ବା କିଏ ଯୋଉ ସବୁ ଯୋଉ ମ୍ୟାଚିଂ ଯେତେବେଳେ କରୁଛନ୍ତି, ଗୋଟେ ଧରଧର ଧରଧର ଥବ, ସେ ଏକାଥରେ ଗୋଟା କଲରକୁ ଉଡେଇ ଦବ। ସବୁ ଅପସନ ଦେଇଥାଏ। ସେଥିରୁ କୋଉଥିରେ 4ଟା ଥବ, କୋଉଥିରେ 3ଟା ଥବ, କୋଉଠି ଗୋଟେ ହାମର ଦେଇଥବ, କୋଉଠି ସେ ଯୋଉମାନେ ସବୁ ଗେମ୍ ଖେଳୁଛନ୍ତି, ଗନ୍ ଫନ୍ ସବୁ ଭେରାଇଟି ଗନ୍ ଦେଇଥିବ ଏବଂ ନିଜକୁ ପ୍ରୋଟେକ୍ସନ କରିବା ପାଇଁ ଦେଇଥବ। ତମେ ସେଥିରୁ ଗ୍ରହଣ କରିକି ତାକୁ ବ୍ୟବହାର କରିକି ତମେ ଗେମ୍ ଖେଳିବ ବା ଲଢେଇ କରିବ। ଏ ଅପସନ ଦିଆ ହେଇଥାଏ। ତମେ ଯଦି ତାକୁ ବ୍ୟବହାର ନ କଲ, ଯଦି ତମେ ପାର କରି ପାରିଲ ତ ବହୁତ ଭଲ କଥା। କିନ୍ତୁ ଆମେ ଏଇ ଯୋଉ ଜଗତରେ ଆମେ ଅଛୁ, ଅଜ୍ଞାନର ଏଇ ଯୋଉ ତ୍ରିଧା ଜଗତ ବୋଲି କୁହାହଉଛି, ଏ ଅଜ୍ଞାନ ଜଗତରେ ମନ ଭିତରେ ଅଜ୍ଞାନତା ରହିଛି, ପ୍ରାଣକୁ ମାନେ ଅସଂଯମ, ତାକୁ ସଂଯମିତ କରି ହଉନାହିଁ। ସେଇଟା ତାକୁ କୁହାଯାଏ କଣ? ଅଦମନୀୟ। ଯାହାକୁ ଦମନ କରିହବନି, ଘୋଡା ଯେମିତି ଆସେ ସେଇଭଳିଆ। ଶରୀର ତ ଆହୁରି ଜଡ ସଦୃଶ ପରିବର୍ତ୍ତନ ବିମୁଖ ହେଇ ରହିଛି। ତା ଭିତରେ ନିଜ ଚେଷ୍ଟାରେ ପାରିବା ସମ୍ଭବ ହୁଏ ନାହିଁ। ତେଣୁ ଯିଏ ଆମ ସହିତ ଗାଇଡ ହେଇକି ରହିଛନ୍ତି, ସେ ସର୍ବଦା ପ୍ରସ୍ତୁତ ଥାନ୍ତି ଆମକୁ ସେଇ ବାଟ ଦେଇକିରି ବାଟ କଢେଇ ନେଇ ହାତ ଧରିକି ଆଗେଇ ନେଇଯିବା ପାଇଁ। ଆମର କାମ ହଉଛି ରେକଗ୍ନାଇଜ କରିବା ଏବଂ ତାଙ୍କ ଆଡକୁ ଆମ ହାତଟିକୁ ବଢେଇବାକୁ ପଡିବ। ସିଏ ହାତ ଧରିବା ପାଇଁ ଚେଷ୍ଟା କରନ୍ତି ପ୍ରକୃତରେ, ଆମେ ହାତ ଛଡେଇ ନଉ।
ଗୋଟେ ମନେ ପଡୁଛି ଏକ୍ସାମ୍ପଲ, ଆକୁରେଟ ଏଇଭଳିଆ ନହେଲେ ମଧ୍ୟ ଟିକେ କଥା ହଉଛି। ଜଣେ ସାଧୁ ସିଏ ଯାଉଛନ୍ତି, ସେଇ ସମୟରେ ସିଏ ଯୋଉ ପ୍ରକାର କମ୍ବଳଟେ ପକେଇଛନ୍ତି, ସେଇ ପ୍ରକାରର ଗୋଟେ କମ୍ବଳ ପକେଇକି ଚୋର କଣ କରିଛି, ସେଇ ବାଟ ଦେଇ ଦୌଡ଼ିକି ପଳେଇଛି। ତାଙ୍କ ପଛପଟେ ଯୋଉ ସୈନ୍ୟ ସହିତ ଲୋକମାନେ ଗୋଡଉଥିଲେ, ସିଏ ଦେଖିଲେ ଯେ ଏଇ ଚାଲି ଚାଲି ଯାଉଛି, ଏକା ପ୍ରକାରର କମ୍ବଳଟି ପଡିଛି। ପଛରୁ ଦେଖିଲେ, ଗଲେ ମାଡି ବସିଲେ, ବହେ ବାଡେଇଲେ ବେଶୀ। ଯେତକ ରାଗ ଥିଲା ଲୋକଙ୍କର ସୁଝେଇ ଦେଲେ। ଲୋକ ତାପରେ କହିଲେ, ସୈନ୍ୟ କହିଲେ ହଉ ହଉ ସେଠି ଥିଲା ତ ଏବେ ଛାଡ ତାକୁ। ତାକୁ ଯେତେବେଳେ ଓଲଟେଇଛନ୍ତି ଧରିକି ନବା ପାଇଁ, ଦେଖିଲା ବେଳକୁ ଇଏ ସିଏ ନୁହନ୍ତି, ଇଏ ଜଣେ ସାଧୁ ସନ୍ନ୍ୟାସୀ ଲୋକ। ଲୋକମାନଙ୍କ ମୁଣ୍ଡରେ ଚେତା ପଶିଲା, କହିଲା ଆମେ ବଡ ଭୁଲ କଲେ। ଖାଲି ଭୁଲ ନୁହଁ, ଗୋଟେ ପାପ କାମ କଲେ। ଅଜଣା ଲୋକ, ଖାଲି ଅଜଣା ଲୋକ ନୁହଁ, ସାଧୁ ଲୋକ ବହେ ବାଡେଇଛନ୍ତି, ଅଚେତ ହେଲା ଭଳିଆ ଅବସ୍ଥା ହେଇଯାଇଛି। ତେଣୁ ସାଙ୍ଗେ ସାଙ୍ଗେ ତାଙ୍କୁ ସାଷ୍ଟାଙ୍ଗ କରିବା ପାଇଁ ଲାଗିଗଲେ ସେବା ଶୁଶ୍ରୂଷାରେ। ସବୁ ସେବା ଶୁଶ୍ରୂଷା ଲାଗିଗଲେ, କ୍ଷୀର ଫିର ଆଣିଦେଲେ, ନେଇକିରି ପାଖ ଜାଗାରେ ଚାଲିଲା, ଟ୍ରିଟମେଣ୍ଟ ଚାଲିଲା, ସମସ୍ତେ ସେବାରେ ଲାଗିଲେ। ଯେତେବେଳେ ସାଧୁ ଟିକେ ସଂଯମ ହେଇକିରି ଠିଆ ବସିଲେ, ବସିକିରି କଥା କହିବାକୁ ଦେଖିଲେ ଯେ ଲୋକ ସକ୍ଷମ ହେଲେଣି ବୋଧେ। ଯେତେବେଳେ ପଚାରିଲେ, ମହାରାଜ ଆପଣ କିଏ ଜାଣିପାରୁଛନ୍ତି କୋଉଠି ଅଛନ୍ତି, କଣ ହଉଛି ଚତୁଃପାର୍ଶ୍ଵରେ ସବୁ? କହିଲେ ହଁ ମୁଁ ସବୁ ଜାଣିପାରୁଛି। ନା କଣ ଜାଣିପାରୁଛନ୍ତି? ନା ଯିଏ ମତେ ବାଡେଇଥିଲେ ସିଏ ହିଁ ମତେ ସେବା କରୁଛନ୍ତି, ସିଏ ହିଁ ମତେ ଦୁଗ୍ଧ ପାନ କରାଉଛନ୍ତି ଇତ୍ୟାଦି। ଇଏ କହିଲେ ଆରେ ହେ, ଇଏ ବୁଝିପାରିଲେନି ପ୍ରକୃତରେ କୋଉ ଅର୍ଥରେ କହୁଛି। କହିଲା ରେ ତାହେଲେ ସାଧୁ ଆମ ଉପରେ ରାଗ କରିବେ, ଆଉ ସେ ଜାଣିଗଲେ ଆମେ ବାଡେଇଥିଲୁ ବୋଲି। ଆଉ ସାଧୁ ବର୍ତ୍ତମାନ ପୁରା ସାଷ୍ଟାଙ୍ଗରେ ଅଭିଶାପ ଦେଇଦେବେ ଯଦି। ଟିକେ ବ୍ୟସ୍ତ ହେଇଗଲେ। ଆଉ ଜଣେ ରୁହ ଟିକେ ଆଉ ଟିକେ କନଫର୍ମ କରିଦବା, ପଚାରିଦିଅ। କହିଲେ ମହାରାଜ ଆଉ ଦେଖିଲେ ଏଇମାନେ ସବୁ, ଆମେ ମାନେ ସବୁ, ଏମାନଙ୍କ ଭିତରୁ କିଏ ଆପଣଙ୍କୁ ସବୁ ବାଡଉଥିଲେ? ସିଏ କହୁଛି ନାଇଁ ଏମାନେ କେହି ନୁହଁ। ଆଉ କ୍ଷୀର କିଏ ପିଉଛି? ନା ନାଇଁ ଏମାନେ କେହି ନୁହଁ। ତାହେଲେ ବାଡଉଥିଲେ, ଆପଣ କହିଲେ ଯିଏ ବାଡଉଥିଲେ ସିଏ କ୍ଷୀର ଦଉଛନ୍ତି? ହଁ, ସେଇ ପ୍ରଭୁ ମତେ ବାଡିରେ ବାଡେଇଲେ ଏବଂ ସେଇ ପ୍ରଭୁ ମତେ ସେବା କରୁଛନ୍ତି। ତେଣୁ ଇଏ ଯୋଉଟା ତାଙ୍କର ଏକ ଭାବନା, ମୁଁ ଏଠି କେବଳ ସେଇ ଏକା କଥାଟା, ସେ ଯୋଉ ଏକା ଦିଟା ଯାକ ଏକା ସାଙ୍ଗରେ ଥାଏ ବୋଲି ଭାବିଲି, ଗପଟା ଆସିଗଲା, ତେଣୁ କହିଦେଲି। କିନ୍ତୁ ଏଠି ପଶ୍ଚାତରେ ପ୍ରକୃତ କଥା କହୁଛନ୍ତି ଯେ ଶାସ୍ତି ଯେତେବେଳେ ସେ ଦିଅନ୍ତି, ସମ୍ପୂର୍ଣ୍ଣ ଭଲ ପାଇବା ତା ଭିତରେ ଥାଏ। ଏଇଥିପାଇଁ ଯୋଉ ଆମେ ଯାହାକୁ ଶାସ୍ତି କହୁଛୁ, ନିର୍ମମ ହୋଇ ଶାସ୍ତି ଦେଲା ବେଳେ, କିନ୍ତୁ ଆମେ ଏଠି ଆକୁ ମିସକନସେପ୍ଟ କରିବା ନାହିଁ। ଆମେ ବେଳେ ବେଳେ ଆକୁ କଣ କରୁ, ନିଜର ପରିବାରରେ ବା ନିଜର ଦାୟିତ୍ୱରେ ଥିବା ପିଲାଙ୍କର ଆମେ ଯେତେବେଳେ ଦାୟିତ୍ୱ ନଉ, ସେତେବେଳେ କହୁ ମୁଁ ତାକୁ ଯୋଉ ଶାସ୍ତି ଦଉଛି ଭଲ ପାଇକିରି ଶାସ୍ତି ଦଉଛି। ସେଇଟା ହଉ, ବେଳେ ବେଳେ ଦେଖିବେ ମ୍ୟାକ୍ସିମମ୍ କେସରେ ଆମର ଅସାମର୍ଥ୍ୟତା ତାଙ୍କୁ ନିୟନ୍ତ୍ରଣ କରିବାରେ ଆମକୁ କଣ କରେ, ତାଙ୍କୁ ଶାସ୍ତି ଦେବା ପାଇଁ ବାଧ୍ୟ କରେ। ଆମର ନିଜ ଉପରେ ନିଜର ନିୟନ୍ତ୍ରଣ ନଥାଏ, ନିଜର ଅସାମର୍ଥ୍ୟ, ଯେ ସିଏ ଯୋଉ ସ୍ତରରେ ଅଛି ସେଇ ସ୍ତରରୁ ତାକୁ କିପରି ଯୋଉ ପଥରେ ଆମେ ଚାହୁଁଛୁ ସେ ପହଞ୍ଚିବା ପାଇଁ, ତାକୁ ଆଣିବା ପାଇଁ ମୋଟିଭେଟ କରି ଆଣିବା, ହଉ କେମିତି ଆଣିବେ ବାଟ ଜାଣିନୁ, ତେଣୁ ଶାସ୍ତି ଦେଇକି ବାଟକୁ ଆଣୁ ବୋଲି ଭାବୁ। ତେଣୁ ସେଠି ଆମେ ଯୋଉ ଶାସ୍ତି ଦଉ, ସେଇଟାକୁ ଯୁକ୍ତି ଦେଇଦେବେ ନାହିଁ ଆ ସହିତ। ବେଳେ ବେଳେ ଲୋକ କଣ କରନ୍ତି, ପ୍ରଭୁ ପା ଲେଖିଛନ୍ତି ନିର୍ମମ ହୋଇ ଶାସ୍ତି ଦେଲା ବେଳେ ପ୍ରକୃତରେ ସମ୍ପୂର୍ଣ୍ଣ ଭାବରେ ଭଲ ପାଆନ୍ତି। ମୁଁ ତ ଭଲ ପାଇକି ତାକୁ ଶାସ୍ତି ଦଉଛି, ତାରି ମଙ୍ଗଳ ପାଇଁ ତାକୁ ବାଡଉଛି। ଏମିତି କେବେ ବି ନୁହଁ। କାହିଁକି ନା ଆ ପୂର୍ବରୁ ବି କହିଛନ୍ତି, ତୁମର କୌଣସି ଅଧିକାର ନାହିଁ ପିଲାଙ୍କୁ ବାଡେଇବାର। ଏପରିକି କୁହାଏ, ଯୋଉ ମା ନିଜ ପିଲାକୁ ଯୋଉ ବାଡଉଛି ତାକୁ କହିନି ସିଏ ତମ ପିଲା ନୁହଁ, ତେଣୁ ତମେ ତାକୁ ବାଡେଇ ପାରିବନି। ସେ କହିଛି ନା ଆମ ପିଲା, ଆଉ ତାର ମଙ୍ଗଳ ପାଇଁ ଆମେ ଟିକେ କରିବୁ ନା। ସେ ତମ ପିଲା ବୋଲି କିଏ କହିଲା? ସେ ତମ ପିଲା ନୁହଁ।
ତୁମ ଗର୍ଭରୁ ଜାତ ହେଇଛି, ତୁମକୁ ସିଏ ବାଛିଛି, ତେଣୁ ତୁମେ ତାର ପିଲା, ସିଏ ତୁମ ପିଲା ନୁହଁ। ସିଏ ହଉଛି ଭଗବାନଙ୍କର ସନ୍ତାନ। ମା ତାକୁ, ଭଗବାନ ତାକୁ ସୃଷ୍ଟି କରିଛନ୍ତି, ତମେ କେବଳ ମାଧ୍ୟମ, ତେଣୁ ତମର ବି ଅଧିକାର ନାହିଁ ତାକୁ ବାଡ଼େଇବାର। ତେବେ ଗୋଟେ ମାର ଯେତେବେଳେ ଅଧିକାର ନାହିଁ ବାଡ଼େଇବାର, ତେବେ ଆମର କୋଉଠୁ ଆସିବ ଅଧିକାର? ତେଣୁ କେବେ ବି ନିଜ ଆଡ଼କୁ ନେବେ ନାହିଁ, ନିଜେ ଶାସ୍ତି ଦେବେ ନାହିଁ ଏବଂ ତାକୁ ଭୁଲ ଅର୍ଥରେ ଗ୍ରହଣ କରିବେ ନାହିଁ। ତେଣୁ ତା ସହିତ ସହିତ ସବୁ ରହୁଛନ୍ତି। ତେଣୁ ଯେହେତୁ ଈଶ୍ୱର ନିଜେ ଯୋଉ ଶାସ୍ତି ଦିଅନ୍ତି, ନିଜେ ଭଲ ପାଆନ୍ତି, ସବୁ ଭିତରେ ଆପଣ ଦେଖିବେ କଣ ହେଇଥାଏ ନା ଆମକୁ ଉଚିତ ମାର୍ଗରେ, ଅଗ୍ରଗତି ମାର୍ଗରେ ନେଇଯିବା ପାଇଁ ଯାହା ଯାହା ଆବଶ୍ୟକ ହୁଏ ତାହା ହିଁ ସେ କରନ୍ତି। ତାକୁ ନିଜ ଆଡ଼କୁ, ନିଜ ବ୍ୟକ୍ତି କୈନ୍ଦ୍ରିକ କରିବେନି, ନିଜ ଅର୍ଥରେ ବ୍ୟବହାର କରିବେନି। ଆଉ ଜ୍ଞାନ 284 ସେ ସେଇଥିପାଇଁ କହିଲେ, ଯଦି ପ୍ରଲୋଭନ ଦେଖାଇବାର ଦାୟିତ୍ୱଟି ସେ ଯଦି ବହନ କରିନଥାନ୍ତେ, ତାହେଲେ ପୃଥିବୀ ଅତି ଶୀଘ୍ର ଛାରଖାର ହୋଇ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଯାନ୍ତା। ଏଇଥିପାଇଁ ଆପଣ ଦେଖନ୍ତୁ, କାହିଁକିନା ଆମର ତ ଆଉ ଆଗେଇବା ନାହିଁ ନା, ଆଗେଇବା ନାହିଁ, ଅଗ୍ରଗତି ଆମ ଭିତରେ ଆସିବ ହିଁ ନାହିଁ, ସ୍ପୃହ ଆସିବନି, କିଛି ନାହିଁ। କିନ୍ତୁ ତାପରେ ଯୋଉଟା କହିଲେ, ଆପଣା ଭିତରେ ପ୍ରଲୋଭିତ ହେବା ଲାଗି ବାଟ ଛାଡ଼ିଦିଅ। କାହିଁକି ନା ତା ଦ୍ୱାରା କଣ ହବ, ମୋ ଭିତରେ କୋଉ ଦୁର୍ବଳତା ଅଛି ତାକୁ ମୁଁ, ଯୋଉ ନିମ୍ନମୁଖୀ ଗତିବିଧି ଲେଖୁଛନ୍ତି, ତଦ୍ୱାରା କଣ ହବ, ତହିଁରୁ ଆବଶ୍ୟକ ହେଉଥିବା ସଂଗ୍ରାମଟି ଦ୍ୱାରା ତୁମେ ଯେପରି ନିଜର ନିମ୍ନମୁଖୀ ପ୍ରବୃତ୍ତି ଗୁଡ଼ିକୁ ନିଃଶେଷ କରିଦେଇ ପାରିବ। ତାମାନେ ଆମ ଭିତରେ ଯୋଉ ମୁଣ୍ଡ ଟେକିବ ନିମ୍ନ ପ୍ରବୃତ୍ତି, ତାକୁ ନିଃଶେଷ କରିବା ପାଇଁ ଆମର ସଂକଳ୍ପ ହବ। ତାହେଲେ ବାଟ ଛାଡ଼ିବା କଥା କାହିଁକି କହିଲେ? ଓକେ, ବେଳେ ବେଳେ କଣ ହୁଏ, ନୈତିକତାର ଯୋଉ ଆମ ପାଖରେ ଗୋଟେ ସୁନ୍ଦର, ଏବେ ଅବଶ୍ୟ କେହି ସେ ନୈତିକତା ପାଳନ ବି କରୁନାହାନ୍ତି, ଗୋଟେ ସୁନ୍ଦର ଆମ ପାଖରେ ନୈତିକତାର ଢାଲ ରହିଛି। ହଁ, ଅନେକ ଲୋକ ଅଛନ୍ତି, ମୁଁ କେବଳ ଆମର ଏଇ କିଛି ଲୋକଙ୍କୁ ଦେଖି ଆମେ ଭାବୁଛୁ ମୁଁ ସେ କଥା କହିଦେଲି, କିନ୍ତୁ ବିଶ୍ୱରେ ଯେତେବେଳେ ଦେଖିବା, ନୈତିକତାର ଢାଲ ନେଇକି ଅନେକ ଲୋକ ଆମେ ବଞ୍ଚିଛୁ। କଣ ହଉଛି, ଯେ ପୂର୍ଣ୍ଣ ଭାବରେ ଯଦି ମୁଁ ଯାଇକି ଜଙ୍ଗଲରେ ରହିଲି ବା ଏମିତି ଜାଗାରେ ରହିଲି, ଲୋକ ସମ୍ପର୍କ ମୋର ନାହିଁ, କଥା ମୁଁ କହୁନାହିଁ, ଖାଇଲେ ଖାଉଛି, ନ ଖାଇଲେ ନାହିଁ, ଦେଲେ ଦେଲେ, ନ ଦେଲେ ନାହିଁ, ଏବଂ ଆଉ କେତେ ଜଣ ଅଛନ୍ତି ପୁରା ସାତ୍ବିକ ଭାବରେ ବଞ୍ଚେ, କିନ୍ତୁ ତା ଅର୍ଥ କହୁନି ମୁଁ ଯେ ସାତ୍ବିକ ଭାବରେ ନ ବଞ୍ଚିବ ବୋଲି। ଆଉ ମାନେ ଟୋଟାଲି ଗୋଷ୍ଠୀ ଭିତରେ ରହିବେ ନାହିଁ, ସମାଜର ଯୋଉ ଆମର ଯୋଉ ଦୈନନ୍ଦିନ କାର୍ଯ୍ୟ ରହିଛି ସେ କାର୍ଯ୍ୟ ପ୍ରତି ମଧ୍ୟ ବିରତ ହେବେ, ମାନେ ମଳମୂତ୍ର ଯୋଉ ନେଇ ସେଠି ତ୍ୟାଗ କରିବେ। ଏମିତି ଯଦି ପୁରା କଣ ହବ, ଏଇଭଳି ଭାବରେ ରହିବେ, ତାହେଲେ କଣ ହବ, ମୋ ଭିତରେ ଯୋଉ ଦୁର୍ବଳତା, ଯୋଉ ଅସାମର୍ଥ୍ୟତା ଯୋଉଟା ରହିଛି, ସିଏ ତା ଉପରେ ଗୋଟେ ପରଦା ଘୋଡେଇ ହେଇକି ରହିଯିବ। ଅନେକ ସମୟ ସେଥିପାଇଁ ସାତ୍ବିକତା ଭାବରେ ବେଶୀ ଏଇଟା ଡେଞ୍ଜରିୟସ୍। ପୂର୍ଣ୍ଣ ନୈତିକ ନ୍ୟାୟନିଷ୍ଠ ବ୍ୟକ୍ତି ଯୋଉ କହନ୍ତି, ନୀତିନିଷ୍ଠ ବ୍ୟକ୍ତି, ତାଙ୍କ ପାଖରେ ଏଇଟା ଭାରି ଡେଞ୍ଜର। କାହିଁକିନା ସେମାନେ ନିଜର ନିମ୍ନମୁଖୀ ପ୍ରବୃତ୍ତିକୁ ସଂଶୋଧନ କରିବା ପାଇଁ ବାଟ ପାଆନ୍ତି ନାହିଁ। ସବୁଗୁଡା ତ ତାଙ୍କୁ ଲାଗେ ମୁଁ ଯାହା ଏମିତି ଏମିତି କରିବି, ଏତିକି ଏତିକି କରିବି, ଏହା କରିବି, ଠିକ ସଜାଡି, ମୁଁ ତ ପୁରା ସଜାଡି ହେଇକି ରହିଛି ଆଉ। ତେଣୁ ଗୋଷ୍ଠୀ ଭିତରେ, ସମୂହ ଭିତରେ, ସେଇଥିପାଇଁ କଲେକ୍ଟିଭ ଯୋଗ, ଶ୍ରୀମାନ ପୂର୍ଣ୍ଣ ଯୋଗକୁ କଲେକ୍ଟିଭ ଯୋଗ ହିସାବରେ ଗ୍ରହଣ କରାଗଲା। ସମୂହ ଭିତରେ ଯେତେବେଳେ ଆପଣ କାର୍ଯ୍ୟ କରିବେ, ଆପଣଙ୍କର ସଂଗ୍ରାମ ହବ, ପରସ୍ପର ଭିତରେ କଳିତ କରାଳ ହବ, ତାହେଲେ ଆପଣ ଜାଣିଲେ ଯେ ମୋ ଭିତରେ କୋଉ ଦୁର୍ବଳତା ରହିଛି। ଇଭିନିଂ କଥା କହିବାରେ ବି କୋଉଠି କେତିକି କହିବି, କୋଉଠି କହିବି ନାହିଁ, ସଂଯମ, ଇଏ ସବୁ ଜିନିଷ ଜଣା ପଡିଯିବ। ସେଥିପାଇଁ କହୁଛନ୍ତି, ତା ଦ୍ୱାରା ଆବଶ୍ୟକ ହଉଥିବା ସଂଗ୍ରାମଟି ଦ୍ୱାରା ତୁମେ ନିଜର ନିମ୍ନମୁଖୀ ପ୍ରବୃତ୍ତି ଗୁଡ଼ିକୁ ନିଃଶେଷ କରିଦେଇ ପାରିବ। ଏଇଟା ହଉଛି ଅବଜେକ୍ଟିଭ। ଅବଜେକ୍ଟିଭ ଏଠି କହିବେନି ଯେ ପ୍ରଭୁ କହିଛନ୍ତି ବା ହଁ ମ ଯାହା ଆସୁ ତାକୁ ବାଟ ଛାଡ଼ିଦିଅ, ଏଠି ସେଇ ଅର୍ଥରେ ନୁହଁ। ସବୁ ଜାଗାରେ ମାଙ୍କ କଥାକୁ ମିସକନସେପ୍ଟ କରିବାର ସମ୍ଭାବନା ରହିଛି, ପ୍ରଭୁଙ୍କ କଥାକୁ ଭୁଲ ଅର୍ଥରେ ବୁଝିବାର ସମ୍ଭାବନା ରହିଛି, କିନ୍ତୁ ସେମିତି ଭୁଲ କରିବେ ନାହିଁ। କରିଲେ କଣ ହବ ତାପରେ କହିଦେବେ। ଯଦି ଆମେ ଭଗବାନଙ୍କୁ ବାଟ ଛାଡୁ ନାହାନ୍ତି, ଲେଖିଲେ ଆପଣାର ବିଶୁଦ୍ଧିକରଣ ଲାଗି ତୁମେ ଭଗବାନଙ୍କୁ ବାଟ ଛାଡ଼ି ଦେଇ ପାରିବ ଯଦି, ତେବେ ସିଏ ଆମ ଭିତରେ ରହିଥିବା ମନ୍ଦକୁ କାଢି ବାହାର କରିଦେବେ ଏବଂ ବାଟ ଦେଖାଇ ନେଇଯିବେ
ଏବଂ କେତେ ନା କେତେ ପାପ କଷ୍ଟ ଭିତରେ ପତିତ ହବ କେତେବେଳେ ନା ଯଦି ତୁମେ ଏଇ ୱାର୍ଡଟା ଲେଖୁଛନ୍ତି ମାତ୍ର ଯଦି ତୁମେ ନିଜକୁ ନିଜେ ବାଟ ଦେଖାଇ ନେଇଯିବ ବୋଲି ଜିଦ୍ ଧରି ବସିବ। ମୁଁ ଏକା ମାଦିଆ 16 ପଣ ମୋର ଭଗବାନ କି ଦରକାର ନାହିଁ। ଏମିତି ହେଲେ କଣ ହୁଏ ଆମେ ବାହାରର କେତେ ନା କେତେ ପାପ ଏବଂ କଷ୍ଟ ଭୋକ ଭିତରେ ଯାଇ ପତିତ ହେଇଯିବା ଜାଣିପାରିବାନି କାହିଁକିନା ଆମକୁ ସେ ଯୋଉ ଛଳନା ଭାବରେ ସେ ଆସିବ ମତେ ପ୍ରବଞ୍ଚିତ କରିବ ମୁଁ ତା ଭିତରେ ଠକେଇବି। କେମିତି ଠକିହେବି କି ନାହିଁ ତା ବାଟ ବି ତାପରେ କହିଦଉଛନ୍ତି କହୁଛନ୍ତି ତମେ ସବୁ କଥାକୁ ମନ୍ଦ ବୋଲି କହିବ ନାହିଁ ସବୁ କଥାକୁ ଭଲ ବୋଲି କହିବ ନାହିଁ। କାହାକୁ ଭଲ କହିବ କାହାକୁ ମନ୍ଦ କହିବ ଆମେ ସବୁବେଳେ ପାଠଚକ୍ରରେ ଯେତେବେଳେ ନାହିଁ ସେତେବେଳେ ଏଇ କଥାଟି କହି ଆସୁଛୁ କହିବା ମନେ ରଖିବା ନିଜକୁ ନିଜେ ସଚେତ ହେବା କଣ ନା ଯୋଉ କଥା ଗୁଡ଼ିକ ମତେ ମାଙ୍କ ଆଡକୁ ନେଇଯିବ ସେଇଗୁଡ଼ିକ ହଉଛି ମୋ ପାଇଁ କରଣୀ ଯୋଉଟା ମତେ ମାଙ୍କ ଠାରୁ ଦୂରେଇ ନବ ସେଗୁଡାକ ହଉଛି ମୋ ପାଇଁ ଅକରଣୀୟ ସେଗୁଡାକ ହଉଛି ପାପ ଆଉ ଯୋଉଗୁଡାକ ମତେ ମାଙ୍କ ଆଡକୁ ନେଇଯିବ ସେଇଗୁଡାକ ହଉଛି ଆମ ପାଇଁ ପୁଣ୍ୟ ନହେଲେ ଦେयर ଇଜ ନୋ ଅଦର ସେଇନ୍ ଅର ନୋ ଅଦର ଭର୍ଚ୍ୟୁ କୌଣସି ପାପ ପୁଣ୍ୟର ସଂଜ୍ଞା ନାହିଁ ପାପ ପୁଣ୍ୟର ଗୋଟିଏ ମାତ୍ର ସଂଜ୍ଞା ମତେ ସେଟା ମାଙ୍କର ନିକଟତର କରଉଛି କି ମାଙ୍କ ଠାରୁ ଦୂରକୁ ନଉଛି ଯାହା ବସ୍ତୁ ସେଥିପାଇଁ କହୁଛନ୍ତି କଣ ତୁମେ ସେଗୁଡ଼ିକରୁ ପ୍ରତ୍ୟେକକୁ କଦାପି ମନ୍ଦ ବୋଲି କହ ନାହିଁ ଯାହାକୁ ପରମେଶ୍ୱର ବର୍ଜିତ କରି ରଖିଛନ୍ତି ତୁମେ ତାହାକୁ ହିଁ ବର୍ଜନ କର ଏଇଟା ଆମ ପାଇଁ ବଡ ଟ୍ୟାକ୍ସ ଯାହାକୁ ପରମେଶ୍ୱର ବର୍ଜନ କରିଛନ୍ତି ତୁମେ ତାକୁ ହିଁ ବର୍ଜନ କର ତେଣୁ ମା କାହାକୁ କାହାକୁ ବର୍ଜନ କରିଛନ୍ତି ଛଳନାକୁ ବର୍ଜନ କରିଛନ୍ତି ସ୍ୱାର୍ଥକୁ ବର୍ଜନ କରିଛନ୍ତି ଆମେ ଆ ପୂର୍ବରୁ ଦେଖିଲେ ଆ ପୂର୍ବ ଇଏରେ ଲେଖିଲେ ପ୍ରଭୁ କହିଲେ ଯେ କଣ କହିଲେ ସେ ଯୋଉ ଦୁଇଟି ଜିନିଷକୁ କହିଲେ ମୁଁ କ୍ଷମା କରିବା ଭାରି କଷ୍ଟ ହୋଇପଡେ କଣ କହିଲେ ନିଚତା ଆଉ ସ୍ୱାର୍ଥପରତା ଯେତେବେଳେ ଦେଖିବେ ସ୍ୱାର୍ଥପରତା କିଛି ଆମ ଭିତରେ ଆସିଲା ତାକୁ ବର୍ଜନ କରିବେ କିମ୍ବା କୌଣସି ଜାଗାରେ ସ୍ୱାର୍ଥପରତାର ଯଦି ଗନ୍ଧ ପାଇଲେ ତାକୁ ବର୍ଜନ କରିବେ ନିଚତା ସ୍ୱାର୍ଥପରତା ଅହଙ୍କାର ଇଏ ସବୁ ଗୁଡାକୁ ମା କଣ କରିଛନ୍ତି କେବେ ବି ତାକୁ ଆବୁରି ନାହାନ୍ତି ତାକୁ ବର୍ଜନ କରିଛନ୍ତି ତେଣୁ ଆମର କାମ ହେଲା କଣ ଆମେ ତାକୁ ବର୍ଜନ କରିବା କହିଲେ ପରମେଶ୍ୱର ଯାହାକୁ ବର୍ଜିତ କରି ରଖିଛନ୍ତି ତୁମେ କେବଳ ତାକୁ ହିଁ ବର୍ଜନ କରିବ ସେଥିପାଇଁ ଆ ପୂର୍ବରୁ କେତେ ଗୁଡେ କଥା ମନେ ରଖିବେ ବେଳେ ବେଳେ ବହୁତ ଭଲ ଭଲ କଥା କହୁଥିବେ ଛଳନାରେ ବଞ୍ଚୁଥିବେ ମାଙ୍କ କଥା କହୁଥିବେ ନିଜ ସ୍ୱାର୍ଥ ସାଧନ କରୁଥିବେ ମା ସ୍ପଷ୍ଟ ଭାବେ କହିଲେ ସେ ପ୍ରକାର ବ୍ୟକ୍ତି ଯୋଉମାନେ ମୋ କଥା ବା ଶ୍ରୀଙ୍କ କଥାକୁ ବ୍ୟବହାର କରି ନିଜର ସ୍ୱାର୍ଥ ସିଦ୍ଧି କରନ୍ତି ସେମାନଙ୍କ ଭିତରେ ଦେଇକିରି ମୁଁ କାମ କରିପାରେ ନାହିଁ ସେମାନଙ୍କ ଭିତରେ ଦେଇକି ଅତିମାନସ ଶକ୍ତି ସଞ୍ଚରିତ ହୋଇପାରେ ନାହିଁ ତେଣୁ ସେ ପ୍ରକାର ବ୍ୟକ୍ତିଙ୍କୁ ବର୍ଜନ କରିବେ ନିଜ ଭିତରେ ସ୍ୱାର୍ଥପରତାର ଭାବ ଆସିଲେ ଅହଂର ଭାବ ଆସିଲେ ତାକୁ ବର୍ଜନ କରିବେ ନିଜ ଭିତରେ ମା ମନେ ନ ପଡିକି ଅନ୍ୟ କୌଣସି କଥା ଯଦି କାହାକୁ ପ୍ରାଧାନ୍ୟ ଦବାକୁ ଆସିଲା ତେବେ ତାକୁ ବର୍ଜନ କରିବେ ତାପରେ ସେଥିପାଇଁ କହିଲେ ସବୁକୁ ଭଲ ବୋଲି କହିବ ନାହିଁ ତୁମେ ସେଗୁଡ଼ିକରୁ କଦାପି ପ୍ରତ୍ୟେକକୁ ଭଲ ବୋଲି କହିବ ନାହିଁ ଲୋକେ ଯାହା ସବୁକୁ ଭଲ କହନ୍ତି ତୁମେ କଣ କରିବ ପରମେଶ୍ୱର ଯାହାକୁ ଗ୍ରହଣ କରି ନେଇଛନ୍ତି ତୁମେ କେବଳ ତାହାଙ୍କୁ ହିଁ ଗ୍ରହଣ କରି ନେବ ତେଣୁ ଆମେ ସଂକଳ୍ପ କରିବା ସଚେତନ ହେବା ମାଙ୍କୁ ନିରନ୍ତର ପ୍ରାର୍ଥନା କରିବା ଆହ୍ୱାନ କରିବା ସିଏ ମତେ ଦିଗଦର୍ଶନ ଦିଅନ୍ତୁ ସିଏ ହିଁ ମୋ ପାଇଁ ବାଛି ଦିଅନ୍ତୁ କୋଉଟା ଗ୍ରହଣ କରିବି କୋଉଟା ବର୍ଜନ କରିବି ମା ଥ୍ୟାଙ୍କ ୟୁ ଅଲ୍।